ମଣିଷ ଜୀବନର କର୍ମବ୍ୟସ୍ତତା ଜୀବନ ମଧ୍ୟରେ ମୁଁ ସେଦିନ ତରବର ହୋଇ ବାହାରି ଚାଲିଥାଏ ମୋର କର୍ମକ୍ଷେତ୍ର ଅଭିମୁଖେ। ସମୟର ଆବଦ୍ଧତା ଯେମିତି ଆମ ବୃତ୍ତିର ଏକ ଅକାଟ୍ୟ ଶୃଙ୍ଖଳ। ଆଉ ସବୁଦିନ ଭଳି ଠିକ୍ ସମୟରେ ପହଞ୍ଚିବାର ଦୃଢ଼ ଚେଷ୍ଟାରେ ଆଗକୁ ବଢ଼ି ଚାଲିଥାଏ। ମୁଁ ସଞ୍ଜୟ କୁମାର ଦେବତା, ବୃତ୍ତିରେ ଏକ ଅଧ୍ୟାପକ। ଅନୁଷ୍ଠାନରେ ପହଞ୍ଚିବା କ୍ଷଣି ପୂର୍ବରୁ ଅପେକ୍ଷାରତ କିଛି ଆଗନ୍ତୁକଙ୍କ ସହ ଆଳାପ ଆଲୋଚନାରେ ମଗ୍ନ ହୋଇଗଲି। ଠିକ୍ ସେତିକି ବେଳକୁ କେହି ଜଣେ କବାଟ ଅପର ପାର୍ଶ୍ୱରେ ଭିତରକୁ ଆସିବାକୁ ଅନୁମତି ନେଇ ଭିତରକୁ ପ୍ରବେଶ କଲେ। ଓଃ, ଇଏ ତ ଭାସ୍କର, ଆମ ଶିକ୍ଷାନୁଷ୍ଠାନର ସେବକଟିଏ। ଆସିବା କ୍ଷଣି ଭାସ୍କର ସଙ୍ଗେ ସଙ୍ଗେ ନମସ୍କାରଟିଏ ହୋଇ ପଚାରିବାକୁ ଲାଗିଲା, ସାର୍, ଚା ଆଣିବାକୁ ଯାଉଛି, ଆଉ ଆପଣଙ୍କ ପାଇଁ। ଏତିକି ଶୁଣି ସବୁଦିନ ଭଳି ଆଜି ବି ନାହିଁ ଶବ୍ଦର ଉକ୍ତିଟିଏ ପ୍ରକାଶ କରି ବସିଲି। ଭାସ୍କର ମୁହଁକୁ ଚାହିଁ ଟିକେ ମୁରୁକି ହସା ଦେଇ କହିଲା, ମୁଁ ଜାଣିଥିଲି ସାର୍। ଆଉ ସେଠୁ ଚାଲିଗଲା। ଆଲୋଚନା ଅନ୍ତରାଳେ ଆସିଥିବା ଆଗନ୍ତୁକଙ୍କୁ ବିଦାୟ ଦେଲି ଏବଂ ମୋ ଚେୟାର ଉପରେ କିଛି କ୍ଷଣ ବସିଛି ନା ନାହିଁ ଭାସ୍କର ପୁନର୍ବାର ଆସିବାର ଅନୁମତି ନେଇ ସମ୍ମୁଖରେ ଦଣ୍ଡାୟମାନ ହୋଇଗଲା। ଏକ ପ୍ରସନ୍ନ ଏବଂ ସ୍ମିତହାସର ମୁଖ, ମାତ୍ର କିଛି ପଚାରିବାର ଅଭିପ୍ରାୟ ସତେ ଯେମିତି ଧରି ଆସିଥିଲା ଭଳି ମନେ ହେଉଥାଏ। ମୁଁ ଜାଣିପାରିଲି, ଆଉ ପଚାରିଲି, ଭାସ୍କର, କ'ଣ ପଚାରିବ? ମୋ ମୁହଁରୁ ଏତିକି ଶୁଣିବା ମାତ୍ରେ ସଙ୍ଗେ ସଙ୍ଗେ କାଳ ବିଳମ୍ବ ନ କରି ଖନ ଖନ ପାଟିରେ ଭାସ୍କର କହିବାକୁ ଲାଗିଲା, ସାର୍, ଯଦି କିଛି ଖରାପ ନ ଭାବନ୍ତି କିଛି ପଚାରିଥାନ୍ତି। ମୋର ସ୍ମିତହାସ ମୁଖରେ ଦେଖି ଅନୁମତି ପ୍ରାପ୍ତି କଲା ପ୍ରାୟ ଭାସ୍କର ତା ଆଡ଼ୁ ପଚାରି ବସିଲା, ସାର୍, ଆପଣ ଚାହାକୁ ନା ସବୁବେଳେ କାହିଁ କରନ୍ତି? ମୁଁ ଚା ଶବ୍ଦ ପୂର୍ଣ୍ଣ କରିବା ପୂର୍ବରୁ ଆପଣ ଆପଣଙ୍କର ନା ଶବ୍ଦ ସମ୍ପୂର୍ଣ୍ଣ କରି ବସନ୍ତି। ଆଉ ହଁ, ସେଦିନ ଅନୁଷ୍ଠାନର ଉତ୍ସବ ଚାଲିଥାଏ। ମୁଁ ଆପଣଙ୍କୁ ଚାହା କଥା ପଚାରିଲି। ସେଦିନ ନାହିଁ ସହିତ ଆଉ ଏକ ଶବ୍ଦ କ'ଣ ଯୋଡ଼ିଦେଲେ? ହଁ, କ'ଣ ତ? ହଁ, ସେଇ ଶବ୍ଦ ଥିଲା ଚାରେ ଦଗ୍ଧ ଜୀବନ। କ'ଣ ଆର ଅନ୍ତରାଳରେ ଲୁଚି ରହିଛି ସାର୍? ଭାସ୍କର ପଚାରି ବସୁଥାଏ ବ୍ୟତିବ୍ୟସ୍ତ ପ୍ରାୟ। କିଛି କ୍ଷଣ ପରେ ଭାସ୍କର ମନର ସମସ୍ତ ଉତ୍ତପ୍ତ ଅସମାହିତ ପ୍ରଶ୍ନ ପଚାରି ନୀରବ ହୋଇଗଲା। ଆଉ ମୁଁ ସ୍ମିତହାସଟିଏ ଦେଇ ଏକ ଦୀର୍ଘ ନିଶ୍ୱାସ ମାରିଲି। ମନେ ମନେ ଚିନ୍ତା କଲି, ହୁଏତ ଆଜି ମନରେ ଚାପି ଧରିଥିବା ସେହି ବିଷୟା ଏବଂ ମୋ ଜୀବନର ମର୍ମଭେଦୀ ତିକ୍ତ ଅନୁଭବର କଥାକୁ ଆଜି ଆଉ ରୋକି ହେବ ନାହିଁ। ହଁ, ଆଜି କେହି ଜଣେ ମୋର ସେହି ଅତୀତର ପୃଷ୍ଠାରେ ଚିରଦିନ ପାଇଁ ଫୋପଡ଼ା ଯାଇଥିବା କିଛି ମର୍ମଭେଦୀ ଦୁଃଖଦ ଅନୁଭବକୁ ଜାଣିବା ପାଇଁ ମୋ ଆଗରେ ଥାଏ ଦଣ୍ଡାୟମାନ। କ'ଣ ବା ଆଉ ଭାବିପାରିଥାନ୍ତି? ଫର୍ଦ୍ଦ ଫର୍ଦ୍ଦ କରି ଲେଉଟାଇ ଚାଲିଲି ଅତୀତର ସେହି ବନ୍ଦ ପଡ଼ିଥିବା ପୃଷ୍ଠା ସବୁ। ହଁ, ଚାରେ ଦଗ୍ଧ ଜୀବନ। ସେଦିନର କଥା। ମୋତେ ବୟସ ମାତ୍ର 7 ବର୍ଷ। ସବୁଦିନ ଭଳି ବାପାଙ୍କର ଦପ୍ତରରୁ ଆସିବା ବାଟକୁ ଘରର ମୁଖ୍ୟ ଫାଟକ ନିକଟରେ ଅପେକ୍ଷା କରି ବସିଥାଏ। ବାରମ୍ବାର ଦୂର ଦୂର ପର୍ଯ୍ୟନ୍ତ, ଯେଉଁ ପର୍ଯ୍ୟନ୍ତ ମୋର ସ୍ୱଳ୍ପ ଦୃଷ୍ଟିର ଶକ୍ତି ପହଞ୍ଚି ପାରିବ, ବାପାଙ୍କୁ ରାସ୍ତା ଉପରେ ଅନୁସରଣ କରୁଥାଏ। ହଠାତ୍ ସାଇକେଲର ବେଲ୍ଟିଏ ବାଜି ଉଠିଲା। ଆଉ ମୁଁ ଦେଖେ ତ ବାପା ହସ ହସ ମୁଖ ଧରି ସାଇକେଲ ମୋ ଆଡ଼କୁ ବଢ଼ାଇ ଆସୁଥାନ୍ତି। ଆଉ ମୋ ପାଖରେ ପହଞ୍ଚି ସାଇକେଲରୁ ଓହ୍ଲାଇ ପଡ଼ିଲେ। ସଙ୍ଗେ ସଙ୍ଗେ କାଳ ବିଳମ୍ବ ନ କରି 2 ହାତ ଟେକି ବାପାଙ୍କ କୋଳକୁ ଡେଇଁ ପଡ଼ିଲି। ବାପା 2 ଗାଲରେ 2ଟି ଗେଲ କରି ବସିଲେ ଏବଂ ସାଇକେଲ ଆଗରେ ମୋ ପାଇଁ ଲାଗିଥିବା ସିଟ୍ଟି ଆଡ଼କୁ ମୁଁ ଝୁଙ୍କିବାର ଦେଖି ମୋତେ ସେଥିରେ ବସାଇ ସବୁଦିନ ଭଳି ଟିକେ ବୁଲାଇବା ପାଇଁ ସିରୁପୁର ସହରର ଆଖପାଖ ଅଞ୍ଚଳ ଅଭିମୁଖେ ସାଇକେଲ ଗଡ଼ାଇ ଚାଲିଲେ। ଭାରି ଖୁସି ଲାଗୁଥାଏ। ବୁଲିବା ସରିଲା।
ଏବଂ ସବୁଦିନ ଭଳି ପରିଶେଷରେ ଧଡ଼ିଆ ବାପାଙ୍କ ଜଳଖିଆ ଦୋକାନ ନିକଟରେ ସାଇକେଲ ରଖି ମୋତେ ସେଠି ପଡ଼ିଥିବା ବେଞ୍ଚଟିଏ ଉପରେ ବସାଇ ଦେଇ କହିବାକୁ ଲାଗିଲେ, ଏଇ ଧଡ଼ିଆ ବାପା, ମୋ ପୁଅ ଯାହା ଖାଇବ ତାକୁ ଦିଅ। ଆଉ ମୋତେ କହିଲେ, ବାପାରେ ପେଟ ପୂରା ଖାଇବୁ, ମୁଁ ଟିକେ ଏଉଠୁ ଆସୁଛି। ହଁ, ବାପା ସବୁଦିନ ଏମିତି କହି ବାହାରକୁ ପଳାନ୍ତି ଓ ମୁଁ ମନ ଭରି ଖାଇସାରିଲା ପରେ ହସ ହସ ମୁହଁ ଧରି ଦୋକାନରେ ପହଞ୍ଚି ପଇସା ଦେଇ ମୋତେ ସାଇକେଲରେ ବସାଇ ନାନା କଥା କହି ଘରକୁ ନେଇ ଆସନ୍ତି। କିନ୍ତୁ ଆଜି ମୋର ମନ ମୋତେ ବସାଇ ଦେଲାନି, କାରଣ ମନ ମଧ୍ୟରେ ପ୍ରଶ୍ନଟିଏ କେବେଠୁ ଘର କରିସାରିଥିଲା, ବାପା ମୋତେ ବସାଇ ଯାଉଛନ୍ତି କୁଆଡ଼େ? ସେଥିପାଇଁ ଅମାନିଆ ମନର ନିର୍ଦ୍ଦେଶରେ ବସିଥିବା ସ୍ଥାନରୁ ଉଠିପଡ଼ି ବାପାଙ୍କ ପଛେ ପଛେ ଯାଇ ଦେଖିଲି, ଧଡ଼ିଆ ବାପାଙ୍କ ଦୋକାନକୁ ଲାଗି ଆଉ ଏକ କ୍ଷୁଦ୍ର ନୁଆଣିଆ ଦୋକାନଟିଏ। ସେଠି ବାପାଙ୍କ ହାତକୁ ଏକ କାଚ ଗିଲାସରେ ଦୋକାନୀ ଭାଇ ଜଣକ କ'ଣ ଏକ ଧୂସର ରଙ୍ଗର ତରଳ ପଦାର୍ଥ ବଢ଼ାଇ ଦେଲେ। ବାପା ତାକୁ ଓଠରେ ଲଗାଇ ଟିକେ ଟିକେ କରି ପିଇବାକୁ ଲାଗିଲେ। ଆଉ ସରିବା ମାତ୍ରେ କିଛି ପଇସା ଦେଇ ମୋ ନିକଟକୁ ବାହାରି ଆସିଲେ ଏବଂ ଜଳଖିଆ ଦୋକାନରେ ପଇସା ଦେବା ମାତ୍ରେ ମୋତେ ସାଇକେଲରେ ବସାଇ ବିଭିନ୍ନ କଥା ଶୁଣାଇ ଘର ଅଭିମୁଖେ ସାଇକେଲ ଚଳାଇଲେ। ହେଲେ କାହିଁ କେଜାଣି ଆଜି ଭାରି ଅନ୍ୟମନସ୍କ ଭଳି ଲାଗୁଥାଏ। ବାପାଙ୍କ କଥା କାନକୁ ଅସ୍ପଷ୍ଟ ପ୍ରାୟ ଶୁଭୁଥାଏ ଆଉ ଅନୁଭବ କରୁଥାଏ ମନ ଆଉ ମସ୍ତିଷ୍କ ଭିତରେ କିଛି ଗୋଟେ ଅସମାହିତ ପ୍ରାୟ ଅଟକି ଗଲା ଭଳି। ଘରକୁ ଆସିଲି, କିନ୍ତୁ ସେଦିନ ମୋ ନିକଟରେ ନା ଥିଲା ସବୁଦିନ ଭଳି ପ୍ରସନ୍ନତା, ନା ଥିଲା ଫୁର୍ତ୍ତି। ବୋଉ ମୋତେ ନିରୀକ୍ଷଣ ଏବଂ ଅବଲୋକନ କରୁଥାଏ। ମୋର ପରିବର୍ତ୍ତିତ ହାବଭାବ ଦେଖି ପଚାରିଲା, କ'ଣ ହେଇଛି କିରେ ସୁନା? କାହିଁ ଭାରି ଚୁପଚାପ ହୋଇଯାଇଛୁ? କ'ଣ ମୋତେ କହ। କଥାରେ ଅଛି, ଜନନୀଂ ସମୀପେ ବହ ବହ ସରଳା ସୁତା ସୁତଃ। ବାସ୍, ମୁଁ କି ଆଉ ଚୁପ୍ ରହିପାରିଥାନ୍ତି? ଡଗ୍ ଡଗ୍ ହୋଇ ସବୁ କଥା ବଖାଣି ବସିଲି। ଆଉ ଶେଷରେ କହିଲି, ବୋଉ, ବାପା ସବୁଦିନ ଲୁଚିକି ଭଲ ଜିନିଷ ଖାଇ ମୋତେ କିନ୍ତୁ ସବୁବେଳେ ସେଇ ଏକା ପ୍ରକାରର ଜଳଖିଆ ଖାଇବାକୁ ଦେଉଛନ୍ତି। ମୋ ମନରେ ଘୁରି ବୁଲୁଥିବା ଏମିତି କିଛି ଦ୍ୱନ୍ଦ୍ୱାତ୍ମକ ପ୍ରଶ୍ନ ଶୁଣି ବୋଉ ଟିକେ ହସିଦେଇ ମୋ ଗାଲରେ ଗେଲଟିଏ କରି କହିଲା, ଆଚ୍ଛା ଠିକ୍ ଅଛି, ବାପା କ'ଣ ପିଇଛନ୍ତି ତୁ ତାକୁ ଦେଖିଛୁ? ମୋର ଉତ୍ତର ଥିଲା, ହଁ ମୁଁ ଦେଖିଛି। ବୋଉ ପୁଣି କହିବାକୁ ଲାଗିଲା, ତାହେଲେ ଠିକ୍ ଅଛି, ବାପା ଆଜି ସନ୍ଧ୍ୟାରେ ସମାଚାର ଦେଖିବା ସମୟରେ ମୁଁ କିଛି ଜିନିଷ ବନାଇ ତାଙ୍କୁ ଦେବି। ତୁ ଦେଖିକି କହିବୁ ବାପା ପିଇଥିବା ଜିନିଷ ସେଇ ଜିନିଷ ନା ଭିନ୍ନ ଅଟେ। ହଁ ଶବ୍ଦଟି କହି ଖୁସିରେ ସେଠୁ ଦୌଡ଼ି ପଳାଇଗଲି। ଆଉ ଅପେକ୍ଷା କରିଥାଏ ସନ୍ଧ୍ୟା ସମାଚାର ସମୟକୁ। ବାରମ୍ବାର ରୋଷେଇ ଘରକୁ ଟିକେ ଆସି ବୁଲି ଯାଉଥାଏ, କାରଣ ଘଣ୍ଟା ଚିହ୍ନିବା ଶିଖିନଥାଏ। କାଳେ ସେଇ ଭଲ ଜିନିଷ ବୋଉ ବନାଇ ସାରିଥିବ ଭାବି ଭାବି ଖାଲି ମନେ ମନେ ମୁରୁକି ହସା ଦେଇ ଏଠି ସେଠି ବୁଲି ଆସୁଥାଏ। ସନ୍ଧ୍ୟା ହେଲା, ବୋଉ କିଛି ବନାଇବାକୁ ଲାଗିଲା। ମୁଁ ଦୌଡ଼ି ଆସି ରୋଷେଇ ଘରେ ଛିଡ଼ା ହୋଇ ସବୁ ଦେଖି ଚାଲିଥାଏ। ଆଉ ବୋଉ ବନାଇ ସାରି ସେଇ ଜିନିଷଟିକୁ ଦୋକାନୀର କାଚ ଗ୍ଲାସଟିଏ ଭଳି ଏକ ଗ୍ଲାସରେ ଅଜାଡ଼ି ଦେଲା। ଆଉ ମୋତେ ଦେଖାଇ କହିଲା, ଏଇ ସୁନା, ଦେଖିଲୁ ଏଇଟା ନା? ବାସ୍, ମନ ଆନନ୍ଦରେ ନାଚି ଉଠିଲା। ଦୁଇଥର ତଳୁ ଉପରକୁ ମୋ କୁନି କୁନି ପାଦରେ ଡେଇଁ ପଡ଼ି ବୋଉର ବେକକୁ ଭିଡ଼ି ଆଣି ଗାଲରେ ଗେଲଟିଏ କରି ହସି ହସି କହିଲି, ହଁ ବୋଉ, ଇଏ ସେଇ ଜିନିଷ, ଏକଦମ ସମାନ। ବୋଉ ହସି ଦେଇ କହିଲା, ଆଚ୍ଛା ଶୁଣ, ଆକୁ ଚା କୁହନ୍ତି। ଚା ଶବ୍ଦଟି ମୋତେ ଭାରି କ୍ଷୁଦ୍ର ଓ କୌତୂହଳମୟ ଲାଗୁଥାଏ। ହସି ହସି ପଚାରିଲି, ବୋଉ, ଇଏ ଖୁବ୍ ଭଲ ନା? ସେଥିପାଇଁ ବାପା ସବୁବେଳେ ପିଅନ୍ତି? ବୋଉ କହିଲା, ହଉ ଠିକ୍ ଅଛି, ଆଜି ଶୋଇଲା ବେଳେ ଚା ଉପରେ ଗଳ୍ପଟିଏ କହିବି, ଆଉ ତୁ ଜାଣିପାରିବୁ ବାପା କାହିଁକି ପିଅନ୍ତି। ବାସ୍, ଆଉ କି ମୋର ଖୁସିର ସୀମା ଥାଏ?
ମୁଁ ଭାରି ଖୁସିରେ 2 ଘେରା ବୁଲି ଆସି ମନେ ମନେ ଭାବି ବସୁଥାଏ, ଆଜି ନୂଆ ଗପ ଶୁଣିବି, ଆଉ ବାପା କ'ଣ ପିଉଛନ୍ତି ଜାଣିବି। ସେଦିନ ମୁଁ ଚାହିଁଥାଏ କେମିତି ରାତ୍ରି ଶୀଘ୍ର ହେବ। ରାତ୍ରି ହେଲା। ବାପା, ବୋଉ, ଭଉଣୀ ଆଉ ମୁଁ ସମସ୍ତେ ମିଶିକି ରାତ୍ର ଭୋଜନ ସାରିଲୁ। ମୁଁ ଶୀଘ୍ର ଶୀଘ୍ର ଖାଇବା ସାରି ବୋଉ କାନିରେ ମୁହଁ ହାତ ପୋଛି ତା କାନରେ କହି ବସୁଥାଏ, ବୋଉ ଶୀଘ୍ର ଆସ, ଗପ କହିବୁ ପରା। ଖଟ ଉପରେ ଆସି ଆଗୁଆ ତକିଆ ସଜାଇ ଶୋଇ ବୋଲି ବୋଉକୁ ଅପେକ୍ଷା କରିଥାଏ। ସବୁ କାମ ସାରି ବୋଉ ବିଛଣାକୁ ଆସିଲା ଆଉ କହିଲା, ଶୋଇ ପଡ଼ିଲୁଣି କିରେ ସୁନା। ମୁଁ ସଙ୍ଗେ ସଙ୍ଗେ ବୋଉର ନିକଟକୁ ଜାକି ହୋଇ ଆସି ତା ବେକରେ 2 ହାତକୁ ପକାଇ କହିଲି, ନା ତୁ ଗପ କହ, ନୂଆ ଗପ। ବୋଉ ମୋ ମୁହଁକୁ ଚାହିଁ ସ୍ମିତହାସଟିଏ ଦେଇ କହିଲା, ଶୁଣିବୁ, ଶୁଣ। ଚା। ହଁ, ଚା। ବାପାରେ, ଚା ଗରିବ ଲୋକଙ୍କର ଚିର ମିତ୍ର। ଚା ବିନା ଗରିବର ଦିନର ଭୋକ ଏବଂ ରାତିର ନିଦ ଅସମ୍ଭବ। ଇଏ ସେହି ଦ୍ରବ୍ୟ ଯାହା ଗରିବର ମନ ବୁଝିପାରେ। ଏଇ ଯେମିତି, ଆରେ ସୁନା, ବାପାଙ୍କୁ ଦେଖିଛୁ କେତେ ପରିଶ୍ରମ ଦିନଯାକ ନ କରନ୍ତି। ସାଇକେଲ ଚଳାଇ ସବୁବେଳେ ଦିନମାନର ବିଭିନ୍ନ କାମ କରି ବସନ୍ତି। ଭୁବନେଶ୍ୱର ଭଳି ସହର, ତା ଭିତରେ ଆମେ 5 ପ୍ରାଣୀ କୁଟୁମ୍ବ, 2 ଭଉଣୀ ଓ ତୋର ପାଠପଢ଼ା, ଭଉଣୀମାନଙ୍କର ବିବାହ ଏବଂ ତୋର ଭବିଷ୍ୟତ, ଏସବୁ ପାଇଁ ଅର୍ଥ ନିତାନ୍ତ ଆବଶ୍ୟକ। ଆଉ ହଁ, ଦେଖିଛୁ ବାପା ଯେତେବେଳେ ସାଇକେଲ ଚଲାଇ ଅଫିସରୁ ଆସନ୍ତି, କେତେ ଶ୍ରମ ଲାଗି ଝାଳ ତାଙ୍କ ଦେହରୁ ବହୁଥାଏ। ତୁ କ'ଣ ଭାବୁଛୁ ତାଙ୍କୁ କ'ଣ ଭୋକ ହୁଏନି? ତାଙ୍କୁ ବି ଖୁବ୍ ଭୋକ ଲାଗୁଥାଏ, କିନ୍ତୁ ସିଏ ନିଜେ କିଛି ନ ଖାଇ ତତେ ସବୁଦିନ ଜଳଖିଆ ଖାଇବାକୁ ଦିଅନ୍ତି, ଆଉ ନିଜେ ପାଖ ଦୋକାନରୁ ଚା ଟିକେ ପିଇ ଦେଇ ନିଜର ଉତ୍ତପ୍ତ ଭୋକ ଜ୍ୱାଳାକୁ ମାରି ଚାଲନ୍ତି। ଆଉ ତତେ ଖାଉଥିବାର ଦେଖି ତାଙ୍କ ପେଟକୁ ଦାନା ମିଳିଯାଏ ଓ ତାଙ୍କ ପେଟ ପୁରି ଉଠେ। ମନେ ରଖରେ ବାପା, ଚା ପିଇଲେ ପେଟ ମରିଯାଏ, ଭୋକ ମରିଯାଏ। ଆଉ ବାପା, ଚା ପିଇ ଯେଉଁ ଅର୍ଥ ଆଜି ସଞ୍ଚିତ କରିଛନ୍ତି, ସେଥିରେ ତୁମେମାନେ ପୁଷ୍ଟ। ଏମିତି କେତେ କ'ଣ କହୁ କହୁ ବୋଉକୁ ନିଦ ଲାଗିଗଲା। ମୁଁ ତା ମୁହଁକୁ ଆବାକ୍ ହୋଇ ଚାହିଁଥାଏ। ଧୀରେ କଡ଼ ଲେଉଟାଇଲି। ମୁଣ୍ଡ ତଳର ତକିଆଟିକୁ ଧୀରେ ଧୀରେ ମୁହଁ ପାଖକୁ ଆଣିଲି ଆଉ ଖୁବ୍ ଜୋରରେ ମୁହଁରେ ଜାକି ଦେଇ ଭୋ ଭୋ ହେଇ ବାସ୍ କାନ୍ଦି ଚାଲି। ମନ ଜମା ବୁଝୁ ନଥାଏ। ବାରମ୍ବାର ନୀରବି ଯିବାକୁ ଯେତେ ଚେଷ୍ଟା କଲେ ବି ତୁହାକୁ ତୁହା କୋହରେ ଛାତି ଫାଟି ପଡ଼ୁଥାଏ ଆଉ ଆଖି ବାରମ୍ବାର ଓଦା ହେଇଯାଉଥାଏ। ନା, ଆଉ ସମ୍ଭାଳି ପାରିଲିନି। ଗାଧୁଆ ଘର ଭିତରେ ଯାଇ ଚଟାଣ ଉପରେ ତଳେ ବସିଗଲି। କଇଁ କଇଁ ହୋଇ ମନ ବୁଝିବା ପର୍ଯ୍ୟନ୍ତ କାନ୍ଦି ଚାଲିଲି। ହଁ, ବହୁତ କଷ୍ଟ ହେଉଥାଏ। ଆବାକ୍ ପ୍ରାୟ ସେଇ ଏକ ସ୍ଥାନରେ ଭାସ୍କର ସ୍ଥାଣୁଟିଏ ପରି ସବୁ ଶୁଣୁଥାଏ। ଆଖି ଦୁଇଟି ନୀରବରେ ଲୁହ ଢାଳି ଚାଲିଥାଏ। ପୁଣି କହିଲି, ଜାଣିଛ ଭାସ୍କର, ଆଜି ସମୟ ପରିବର୍ତ୍ତନ ହୋଇଯାଇଛି। ଚାକିରି କରି ଭଲ 2 ପଇସା କମାଇଲା ପରେ ଚିନ୍ତା କଲି ବାପାଙ୍କୁ ମାଛ ଟିକେ ଭଲ ଲାଗେ। ଘରକୁ ନେଇ ଆସିଥିଲି ଭଲ ମାଛ ଟିକେ। ସେଦିନ ବାପା ଆଉ ମୁଁ ଏକାଠି ଖାଇ ବସିଥାଉ। ଗୋଟିଏ ପିସ୍ ମାଛ ପରେ ଦ୍ୱିତୀୟ ମାଛ ଖଣ୍ଡଟିଏ ଯେତେବେଳେ ବୋଉ ବାପାଙ୍କ ଥାଳିରେ ଦେଲା, ଜାଣିଛ ଭାସ୍କର ବାପା କ'ଣ କହିଲେ? ବାପା କହି ବସିଲେ, ଏ ମିତା ବୋଉ, ଆଉ କାହିଁ ଦଉଛ? ତୁମେ କ'ଣ ଜାଣିନ ମୋର ଆଉ କ'ଣ ପେଟ ଅଛି ଯେ
ଆଜି ଖାଇନେବି। ଓହୋ, ବାପାଙ୍କର ସେଇ କଥା ସତେ ଯେମିତି ମୋର ଛାତିରେ ବାରମ୍ବାର କେହି ଜଣେ ଏକ ଧାରୁଆ ଅସ୍ତ୍ରରେ କ୍ଷତାକ୍ତ କରିଦେଲା ଭଳି ମନେ ହେଉଥାଏ। ଆଉ ହାତରେ ଧରିଥିବା ମୋର ଗୁଣ୍ଡା ଗୁଣ୍ଡା ଭାତ ଅପ୍ରକାଶିତ କଷ୍ଟର ଲୁହ ଧାରାରେ ଓଦା ହୋଇଗଲା। ଆଉ ହଁ, ଆଜି ବାପାଙ୍କ ସାଇକେଲ ଆଗ ଛାଡ଼ି ମୁଁ ଗାଡ଼ି ପଛପଟେ ବାପାଙ୍କୁ ବସାଇ ବୁଲେଇବାକୁ ନିଏ। ବାଟରେ ସେଦିନ ଧଡ଼ିଆ ଦୋକାନ ନିକଟରେ ଗାଡ଼ି ଅଟକାଇ ବାପାଙ୍କୁ କହିଲି, ବାପା ଯାଅ, ଯାହା ଇଚ୍ଛା ମନ ଭରି ଟିକେ ଖାଇନିଅ। ଆଉ ବାପା ସ୍ମିତହାସ ଦେଇ କହିଲେ, ପାଗେଳାରେ, ମତେ କ'ଣ ଆଉ ଭୋକ ହେଉଛି? ହଉ ଛାଡ଼, ଯଦି କହୁଛୁ ପାଖ ଦୋକାନଟିକୁ ଯାଇ ଟିକେ ଚା ମତେ ଦେ। ଓହୋ, ମୋ ଅନୁଭବ, ମୋର ମନ ଭିତରେ ଉଙ୍କି ମାରୁଥିବା ସମସ୍ତ ପ୍ରଶ୍ନାବଳୀ କେବଳ ମୋରି ଭିତରେ ମତେ ହିଁ ଆଘାତ କରି ଚାଲିଥାଏ। ବାପାଙ୍କର ଆଖିରେ ଆଖି ମିଶାଇ ପାରୁନଥାଏ। କିଛି ପଚାରି ପାରିଲିନି। ମୋ ବାପାଙ୍କର ଭୋକ ଓ କାଟିଥିବା ପେଟ ଆଉ ଫେରାଇ ଦେଇ ପାରିବିନି। କିନ୍ତୁ ଯେଉଁଥିପାଇଁ ସିଏ ଚା ଆପଣେଇ ନେଇଥିଲେ, କାଳେ ସେଇ ଭାବନା ଓ ସାଧନାରେ ଦାଗଟିଏ ଲାଗିଯିବ, ସେଥିପାଇଁ ମୁଁ ଚାକୁ କରେ ନା। ହଁ, ଚାରେ ଦଗ୍ଧ ଜୀବନ ମୋ ବାପାଙ୍କର, ଆଉ ତାର ଚିହ୍ନ ସର୍ବଦା ମୋ ଜୀବନର ଏକ ଅଲିଭା ଦାଗ। ବାସ୍, ସମୟର ଗତିଶୀଳତାରେ ସବୁ ସରିଯାଇଛି। ଭାସ୍କର ଭେଁ ଭେଁ ହୋଇ ହଠାତ୍ କାନ୍ଦି ଉଠିଲା। ମତେ କୁଣ୍ଢାଇ ପକାଇ କହିବାକୁ ଲାଗିଲା, ସାର୍, ବୁଝିଗଲି, ସବୁ ବୁଝିଗଲି। ଆଉ ମୁଁ ସମ୍ପୂର୍ଣ୍ଣ ନିରବି ଗଲି। ସତରେ ବାପାଙ୍କର ବ୍ୟାପକତା ମାପିବା କେବେ ସମ୍ଭବପର ନୁହେଁ। ହଁ, ଚାରେ ଦଗ୍ଧ ଜୀବନ।